प्रत्येक जिले में कार्यक्रम वर्चुअल प्लाटफॉर्म माध्यम आज राज्यस्तरीय कार्यक्रम उपस्थित कार्यक्रम जोग आमर राज्य सरकार उपमुख्यमंत्री श्रीयुक्त कनकवर्धन सिंह महोदय, मानव मंत्री सामाजिक सुरक्षा और भिन्नक्षम सशक्तिकरण, अनुसूचित जनजाति और जाति उन्नयन विभाग तथा विद्यालय और गणशिक्षा विभाग मंत्री श्रीयुक्त नित्यानंद गंड महाशय, विभिन्न जिला कार्यक्रम में उपस्थित मान्यवर समस्त मंत्री परिषद सदस्यगण, सांसदगण, विधायकगण एवं एटी उपस्थित आज केन्दुझर जिलार कार्यक्रम मानव विधायक घसीपुरा श्रीयुक्त बद्रीनारायण पात्र महोदय, मानव विधायक चंपुआ श्रीयुक्त सनातन महाकुर महोदय, मानव विधायक पाटणा श्रीयुक्त अखिल चंद्र नायक महोदय, मानव विधायक तेलुगुई श्रीयुक्त फकीर नायक महोदय, जिला परिषद सभानेत्री श्रीमती सागरिका साहू महोदया, एटी उपस्थित समस्त अतिथिवृंद, केन्दुझर जिलार जिलापाल तथा समस्त जिलार उपस्थित समस्त जिलापाल माने, समस्त अधिकारी माने एवं आज ये उपस्थित आज कार्यक्रम मोर केन्दुझर समस्त प्रिय भाई और भौणी मैंने आपण मान समस्त को एक पवित्र मकर संक्रांति उत्सव अवसर में आपण मान समस्त को शुभेच्छा और अभिनंदन जनाऊँ। आज एवं बर्तमान हूँ गोटे आम समस्त खुशी मुहूर्त, ये खुशी अवसर निश्चित भाव प्रथम कथा हूँ ये हूँ जनवरी मास एवं 2025 मसीहा आरंभ समय, ये समय भितर अनेक उत्सव पालन करा भितर पहर दिन था आम पश्चिम ओडिशार गोटे गणपर्व पुष्पुणी उत्सव एवं विशेष कर सारा ओडिशार भाई भाई माने आज आम समस्ते पालन कर मकर उत्सव मकर संक्रांति एवं ये समय अवधि भितर उत्तर प्रदेश प्रयागराज महाकुंभ मेला आरंभ हो गत काली सूर्य उत्तरायण होगा ये आरंभ करवा एवं सूर्य देवता ये उत्तरायण होगा द्वारा ये समस्त कार्यक्रम वर्तमान जो काम आरंभ पूर्ण होता है शुभ होता है से सूर्यंकर जो उत्तरायण आगमन को समस्ते अपेक्षा करते तेणु एभली एक शुभ समय आज आम सरकार एक पुण्य काम शुभारंभ कर जो लोक मान बयस 80 वर्ष अधिक जो दिव्यांग मानकर 80% अधिक अक्षमता थी से मासिक पेंशन परिमाण आज वृद्धि करागला। यही वर्गर वरिष्ठ नागरिक माने पूर्व 1200 टंका पेंशन पाउथवा बेले
ସେମାନେ ମାସକୁ 1200 ଟଙ୍କା ବଦଳରେ 3500 ଟଙ୍କା ପେନସନ ପାଇବେ। ଏହା ଆମ ବୟସ୍କ ଲୋକମାନଙ୍କ ପାଇଁ ସବୁଠାରୁ ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ଆଶା ଭରସାର କଥା, ଯାହାକି ଆଜି ଆମ ନୂଆ ସରକାର ଆସିଲା ପରେ ତାକୁ ତ୍ୱରିତ ପର୍ଯ୍ୟାୟରେ କଥା ଦେଇଥିବା କଥାକୁ ରଖିକରି ଆଜି ଆମ ସରକାର ତାକୁ ପୂରଣ କରିବା ପାଇଁ ଯାଉଛନ୍ତି। ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମର ହିତାଧିକାରୀ ହୁଅନ୍ତୁ ବା ମଧୁବାବୁ ପେନସନ ଯୋଜନାର ହିତାଧିକାରୀ, ସମସ୍ତେ ବର୍ଦ୍ଧିତ ପେନସନ ପାଇପାରିବେ। ସମସ୍ତଙ୍କର ବ୍ୟକ୍ତିଗତ ପେନସନରେ ଜାନୁଆରୀ ମାସ ଠାରୁ 2300 ଟଙ୍କା ବୃଦ୍ଧି ହେଲା। ଏହି ପରିମାଣ ପୂର୍ବ ପେନସନ ପରିମାଣର ପ୍ରାୟ 3 ଗୁଣା ହେବ। ଆଉ ଏହାଦ୍ୱାରା ସାରା ଓଡ଼ିଶାର 4,77,496 ଜଣ ବ୍ୟକ୍ତି ସାରା ଓଡ଼ିଶାରେ ଉପକୃତ ହେବେ। ସେହିଭଳି ଭାବରେ ଆମ କେନ୍ଦୁଝର ଜିଲ୍ଲାର 9,913 ଜଣ ବ୍ୟକ୍ତି ଏଥିରେ ଉପକୃତ ହେବେ। 80 ବର୍ଷର ଉର୍ଦ୍ଧ୍ୱ ବୟସ୍କ ନାଗରିକ ହୁଅନ୍ତୁ କିମ୍ବା 80% ଉର୍ଦ୍ଧ୍ୱ ଅକ୍ଷମତା ଥିବା ଯେଉଁ ଆମର ଦିବ୍ୟାଙ୍ଗମାନେ ହୁଅନ୍ତୁ, ଆପଣମାନଙ୍କ ପାଇଁ ଏହି ବର୍ଦ୍ଧିତ ପେନସନର ଶୁଭାରମ୍ଭ କରି ଆଜି ସରକାରର ମୁଖିଆ ହିସାବରେ ନିଶ୍ଚିତ ଭାବରେ ମୁଁ ଖୁସି ଏବଂ ଆନନ୍ଦ ଅଛି। ତା ସହିତ ମଧ୍ୟ ମୁଁ ବ୍ୟକ୍ତିଗତ ହିସାବରେ ମଧ୍ୟ ଆଜି ଏ ଯୋଜନାକୁ ଆଜି ଯେଉଁ ଲୋକମାନଙ୍କ ପାଖରେ ଏହା ଲାଗୁ କରାଗଲା, ସେଥିପାଇଁ ମୁଁ ମଧ୍ୟ ବହୁତ ଖୁସି ଅଛି। କାରଣ ଜଣେ ମଣିଷ ଭାବରେ ଆପଣ ଯଦି ବୟସ୍କ ବ୍ୟକ୍ତିମାନଙ୍କର ଭିନ୍ନକ୍ଷମମାନଙ୍କର କିଛି ସହାୟତା ଓ ସହଯୋଗ କରିପାରନ୍ତି, ତାହା ବାସ୍ତବରେ ଗୋଟେ ପୂର୍ଣ୍ଣ ଅର୍ଜନ କରିବା ସହିତ ମଧ୍ୟ ନିଜକୁ ମଧ୍ୟ ଭାରି ଖୁସି ଲାଗିଥାଏ ଆଉ ଆନନ୍ଦ ଲାଗିଥାଏ। କାରଣ ଏହା ହେଉଛି ମଣିଷ ପଣିଆର ପ୍ରକୃଷ୍ଟ ଉଦାହରଣ। ଯେଉଁ ସମାଜରେ ବରିଷ୍ଠ ନାଗରିକମାନଙ୍କୁ, ଭିନ୍ନକ୍ଷମମାନଙ୍କୁ ଆଉ ଅସହାୟମାନଙ୍କୁ, ଏ ବ୍ୟକ୍ତିମାନଙ୍କୁ ସମ୍ମାନ ଯେଉଁ ସମାଜରେ ଦିଆଯାଇଥାଏ, ସେମାନଙ୍କୁ ଯେଉଁଠି ଆଦର କରାଯାଇଥାଏ, ସେ ସମାଜ ହେଉଛି ବାସ୍ତବିକ ଏକ ଆଦର୍ଶ ସମାଜ। ବରିଷ୍ଠ ନାଗରିକମାନେ ଆମ ଆସ୍ଥା ଓ ବିଶ୍ୱାସର ମନ୍ଦିର। ସେମାନେ ଆମ ଅସ୍ମିତା ଓ ଅସରନ୍ତି ଆନ୍ତରିକତାର ଅମ୍ଳାନ ଜ୍ୟୋତି। ସେମାନଙ୍କର ବିଶ୍ୱସ୍ତ ହସ ଆଉ ଆମ ସରକାର ଉପରେ ଅଖଣ୍ଡ ଆସ୍ଥା ହିଁ ଇଏ ହେଉଛି ଆମର ବିରଳ ସମ୍ପତ୍ତି। ଆଜିର ଏହି କାର୍ଯ୍ୟକ୍ରମ ଏକ ଆଦର୍ଶ ସମାଜ ଆଡ଼କୁ ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପାହାଚ, ଯାହା ଆମକୁ ଏକ ଦାୟିତ୍ୱବୋଧ ଅଙ୍ଗୀକାର ପାଇଁ ଏକ ପ୍ରେରଣାଦାୟୀ ଆହ୍ୱାନ ଆଜି ଆମ ପାଖକୁ ଆଣିଦେଇଛି। ଆପଣମାନେ ଜାଣନ୍ତି, ଆମ ସରକାର ମଧ୍ୟ ଯେତେବେଳେ ଆସିକି ନୂଆ ସରକାର ଦାୟିତ୍ୱ ନେଲେ, ଆପଣମାନଙ୍କୁ ସମସ୍ତଙ୍କର ଆଶୀର୍ବାଦରେ ନୂଆ ସରକାର ପ୍ରତିଷ୍ଠା ହେଲା। ଆଉ ନୂଆ ସରକାର ପ୍ରତିଷ୍ଠା ହେବାର ଏ ମାସର ଗତ ଜୁନ ମାସ 12 ତାରିଖ ଥିଲା 7 ମାସ ପୂରଣ ହେବାର ଦିନ। ଠିକ୍ ତା ପରଦିନ ଆଉ ତା ପରଦିନ ମକର ସଂକ୍ରାନ୍ତି ଏବଂ ମହାକୁମ୍ଭ ମଧ୍ୟ ଆରମ୍ଭ ହେଲା। ଏ 7 ମାସ ଭିତରେ 7 ମାସ ଭିତରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ସରକାର ନେଇଛନ୍ତି। ବିଗତ ଦିନର ସରକାର ଦୀର୍ଘ ଲମ୍ବା ସମୟ ଧରିକି ଏ ରାଜ୍ୟର ନେତୃତ୍ୱ ନେଉଥିଲେ ଏବଂ ଲୋକଙ୍କୁ ମଧ୍ୟ ଶାସନ ଦେଉଥିଲେ। କିନ୍ତୁ ଲୋକଙ୍କର ଆଶା ଆକାଂକ୍ଷା ପୂରଣ କରିବାରେ ଅନେକାଂଶରେ ଫେଲ୍ ହେଇଥିଲେ। ଆଉ ସେଇଥିପାଇଁ ଗତ ନିର୍ବାଚନ ସମୟରେ ଯେତେବେଳେ ଆମ ଦଳର ଶୀର୍ଷ ନେତୃତ୍ୱ ଯେତେବେଳେ ତାଙ୍କର ନିର୍ବାଚନୀ ଘୋଷଣାପତ୍ରରେ ଦେଲେ ଯେ ଯଦି ଆମ ସରକାର ଆସିବ, ତାହେଲେ ନିଶ୍ଚିତ ଭାବରେ ଆମେ ନୂଆ ସରକାର ଆସିଲେ ଘୋଷଣାପତ୍ର ଅନୁସାରେ ସମସ୍ତ ଲୋକଙ୍କର ସମସ୍ୟାକୁ ବୁଝିବୁ ଏବଂ ତାଙ୍କର ଦାବି ମୁତାବକ ଆମେ ଘୋଷଣାପତ୍ରରେ ତାକୁ ସ୍ଥାନିତ ଦେଉଛୁ ଏବଂ ତାହା ନିଶ୍ଚିତ ଭାବରେ ଅକ୍ଷରେ ଅକ୍ଷରେ ପାଳନ କରିବୁ। କଥାରେ ନୁହେଁ, କାମରେ କରିକି ଦେଖେଇବୁ। ଏ କଥା ଆମ ସରକାର ଆପଣମାନଙ୍କ ପାଖରେ ନିର୍ବାଚନ ପୂର୍ବରୁ ଏ ପ୍ରତିଶ୍ରୁତି ଦେଇଥିଲେ। ସମୟ ବଡ଼ ବର୍ବାଦ ଏବଂ ଯଦି ଆମେ ଲୋକମାନଙ୍କର ଯଦି ସାଧାରଣ କଥା ବୁଝିବା ନାହିଁ, ଲୋକଙ୍କର ଦୁଃଖ ଶୁଣିବା ନାହିଁ, ତାହେଲେ ଲୋକମାନେ ଆଜି ସିନା ଭଲ ଅଛନ୍ତି, କାଲି ମଧ୍ୟ ଲୋକମାନେ ତାଙ୍କର
शक्ति प्रदर्शन करेंगे एवं सरकार को कौ मुहूर्त हटई देवे से कथा लोक मैंने भल भाव जानते तेणु समय आज परिवर्तन होती पुराना सरकार को आपण मैंने बदल करके आज नवा सरकार को आनी गत 12 तारीख ये सरकार 7 मास पूरण हो 7 मास अवधि भितर अनेक गुरुत्वपूर्ण पदक्षेप आम सरकार नहीं पुरी श्रीमंदिर जो चारिद्वार खोलवा आरंभ कर